ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ଏବେ ଶୁଣ ଏ ବାଣୀ, ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଗୌରବମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯୋହନ ଲିଖିତ ସୁସମାଚାର 20 ଅଧ୍ୟାୟର 20 ପଦରେ ଆମେ ଏହିପରି ପାଠ କରୁ, ପୁଣି ଏହା କହି ସେ ସେମାନଙ୍କୁ ଆପଣ ହସ୍ତ ଓ କକ୍ଷ ଦେଶ ଦେଖାଇଲେ। ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ। ପବିତ୍ର ଶାସ୍ତ୍ରର ବାକ୍ୟ ଅନୁସାରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଆମ୍ଭମାନଙ୍କର ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧି ପ୍ରାପ୍ତ ହେଲେ। ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। ଆଉ ଯୀଶୁ ଆସି ଶିଷ୍ୟମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ। ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷ ଦେଶ ଦେଖାଇଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣା ପୁନରୁତ୍ଥାନର ସତ୍ୟତା ପ୍ରକାଶ କରିବା ନିମନ୍ତେ ଆପଣା ଶରୀରର କ୍ଷତ ଦାଗ ଦେଖାଇଲେ, ଯଥା ହସ୍ତପାଦର ପ୍ରେକର କ୍ଷତ, ମସ୍ତକରେ କଣ୍ଟାର ମୁକୁଟର କ୍ଷତ, କୋରଡ଼ା ପ୍ରହାରର କ୍ଷତ, କକ୍ଷ ଦେଶରେ ବର୍ଚ୍ଛାର କ୍ଷତ। ମନୁଷ୍ୟ ଜାତିର ପରିତ୍ରାଣ ନିମନ୍ତେ ଯେଉଁ ଦୁଃଖ ଯାତନା ସେ ସହିଲେ, ଆମର ଯେଉଁ ଦଣ୍ଡ ସେ ସହିଲେ, ସେହି ସବୁ କ୍ଷତ ତାହାର ଚିହ୍ନ ଅଟେ। ତାହାଙ୍କ କ୍ଷତ ଚିହ୍ନ ଗୁଡ଼ିକ ଦ୍ୱାରା ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣା ପୁନରୁତ୍ଥାନର ମହିମା ଶିଷ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କଲେ। ସେହି ପୁନରୁତ୍ଥିତ ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣା ମୃତ୍ୟୁ ଓ ପୁନରୁତ୍ଥାନ ଦ୍ୱାରା ମୃତ୍ୟୁ ଓ ତାହାର ପ୍ରଭାବରୁ ଜୟ ପ୍ରାପ୍ତ ହେଲେ। ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ଆପଣ ମଧ୍ୟ ଯେପରି ବିଶ୍ୱାସ କରି ପାରନ୍ତି, ଈଶ୍ୱରଙ୍କ ନିକଟରେ ଏହି ଆମର ପ୍ରାର୍ଥନା।